ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ସବୁଦିନ ପରି ଆଜି ମଧ୍ୟ ଏହି ଶୁଭ ଦିନରେ ଏକ ସୁନ୍ଦର ବିଷୟ ଆଲୋଚନା କରିବା ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁରଙ୍କର। ଆଜି ଆଲୋଚନାରେ ରଖିବା ଯେ ଶୈଶବର ଅନ୍ତର୍ଯାମିତ୍ୱ ଓ ଭବିଷ୍ୟତ ବାଣୀ। ଶିଶୁକୁ ଯେତେବେଳେ 4 ବର୍ଷ ବୟସ, ସେହି ସମୟରେ ଘର ନିକଟରେ ଥିବା ମୁକୁନ୍ଦଲାଲ ବସୁଙ୍କ ଘରେ ତାଙ୍କ ପୁତୁରା ହେମଚନ୍ଦ୍ର ଗୋଟିଏ ଫୁଲ ବଗିଚା କରି ସେଥିରେ ଏକ ବାଡ଼ ଦେଇ ଘେରାଉ କରି ରଖିଥିଲେ, ଯେପରିକି କୁକୁର ବିରାଡ଼ି ପର୍ଯ୍ୟନ୍ତ ତାହା ଭିତରକୁ ପଶି ପାରୁନଥିଲେ। ବାଡ଼ ଉପରେ ପୁଣି ଖଜୁରୀ କଣ୍ଟା ଦେଇ ବଗିଚା ଦୁଆରେ ତାଲା ପକାଇ ବନ୍ଦ କରି ରଖୁଥିଲେ। ଏହି ଶିଶୁ କିନ୍ତୁ ସେ ବଗିଚାର କୌଣସି ପ୍ରକାରରେ ପଶି ଫୁଲ ଗଛଗୁଡ଼ିକୁ ନଷ୍ଟ କରି ପକାଉଥିଲେ। ସେ ଶିଶୁ ଜଣିକ ଥିଲେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର। ତାହା କେହି ଜାଣିପାରୁନଥିଲେ। ହେମଚନ୍ଦ୍ର ଯେତେବେଳେ ଏସବୁ ଦେଖି ଦୁଃଖରେ କାନ୍ଦନ୍ତି, ସେତେବେଳେ ଏଇ ଶିଶୁ ସ୍ୱତଃପ୍ରବୃତ୍ତ ହୋଇ କୁହନ୍ତି, ମୁଁ ଗଛ ସବୁ ଭାଙ୍ଗିଛି। ଏହିପରି 2-3 ବାର କରିବା ପରେ ଜନନୀ ବିରକ୍ତି ହୋଇ ସେମାନଙ୍କୁ କହିଲେ, ସେ ଯଦି ଅନିଷ୍ଟ କରେ ତେବେ ତାକୁ ଧରି ମାଡ଼ ଦିଅ। ସେ କଥା ଶୁଣି ଶିଶୁ କହିଲେ, ହାତ ଅଛି ବାନ୍ଧ, ଆଉ ପିଠି ଅଛି ମାର। ମୋର କ'ଣ? ଯେତେ ଥର ଏଠାରେ ଫୁଲ ବଗିଚା କରିବ ସେତେ ଥର ତାକୁ ଭାଙ୍ଗିବି। କିନ୍ତୁ ଭାଇ, ଗୋଟିଏ ସୁନ୍ଦର ସ୍ଥାନ ଅଛି, ସେଠାରେ ଫୁଲ ବଗିଚା କଲେ ମୁଁ ଭାଙ୍ଗିବି ନାହିଁ। ସେ ସ୍ଥାନରେ ବଗିଚା କଲେ ଚିରଦିନ ହିଁ ରହିବ। ଏଠାରେ ବଗିଚା କଲେ କ'ଣ କରିବ? ରହିବ? ଏଠି ତ ତୁମେ ଆଉ ବେଶୀ ଦିନ ରହିବ ନାହିଁ। ତୁମେ ତ ଶୀଘ୍ର ସେଠାକୁ ଯିବ। ସାନ ପିଲା କଥାରେ କିଏ ବା ଆସ୍ଥା ରଖିବ? ଶିଶୁର କଥା ଗୁଡ଼ିକ ଭାରି ମିଷ୍ଟ କିନ୍ତୁ ଉପଭୋଗ୍ୟ। ସେତେବେଳେ କେହି ଭାବି ପାରିନଥିଲେ ଯେ ଏହି ଶିଶୁଙ୍କ ଅଧା ଅଧା ଦରଟି କଥାର କଠୋର ସତ୍ୟରେ ପରିଣତ ଦିନେ ହେଇଯିବ। ହାୟରେ ବିଧି, ତୁମର ବିଶ୍ୱରାଜ୍ୟର ଲୀଳା କିଏ ବୁଝିବ? ହେମଚନ୍ଦ୍ର ସତକୁ ସତ ହଠାତ୍ ଫୁଲ ବଗିଚାର ମାୟା ତ୍ୟାଗ କରି ଜୀବନ ନଦୀର ପରପାରିରେ ଫୁଲ ବଗିଚା ସଜାଇବାକୁ ଚିରଦିନ ପାଇଁ ଚାଲିଗଲେ ଆରପାରିକୁ। ହେମ ଆଉ ଏ ଇହଲୋକରେ ରହିଲେ ନାହିଁ। ଏ କଥା ସେଇଦିନ ହିଁ ସତ୍ୟ ପ୍ରମାଣିତ ହୋଇଥିଲା। ଏହାର କିଛି ଦିନ ପରେ ପୁଣି ଜଣଙ୍କ ଘରେ ଗୋଟିଏ ପୁଅ ଜନ୍ମ ହେଇଛି। ଜନନୀ ଶିଶୁକୁ ନେଇ ସେଇ ପୁଅଟିକୁ ଦେଖିବାକୁ ଯିବାକୁ ଚାହିଁଲେ। ଆଉ ଶିଶୁକୁ କହିଲେ, ମାନେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ କହିଲେ, ଚାଲେ, ତାଙ୍କର ପୁଅ ହେଇଛି, ଦେଖି ଆସିବା। ଠାକୁର କହିଲେ, ମୁଁ ଯିବି ନାହିଁ। ସେ ପୁଅ ମାତ୍ର 18 ଦିନ ବଞ୍ଚିବ, ତାକୁ ପୁଣି ଦେଖିବି କ'ଣ? ଆଶ୍ଚର୍ଯ୍ୟର ବିଷୟ, ସତକୁ ସତ ଠିକ୍ 18 ଦିନରେ ହିଁ ସେଇ ନବଜାତ ଶିଶୁଟିର ମୃତ୍ୟୁ ହୋଇଯାଏ। ଏହି 2ଟି ଘଟଣାରୁ ଆମେ ଏତିକି ଅନୁଭବ କଲେ ଯେ ଶ୍ରୀ ଶ୍ରୀ ଠାକୁର ଜୀବନର ଯେତେବେଳେ ସେ ଶୈଶବ ଅବସ୍ଥାରେ ଥିଲେ, ସେ ସମୟରେ ମଧ୍ୟ ତାଙ୍କର ଭବିଷ୍ୟତବାଣୀ ଆଉ ଅନ୍ତର୍ଯାମିତ ଭାବ ସାରା ବିଶ୍ୱ ଆଗରେ ଧରା ପଡ଼ି ଯାଇଥିଲା। ସେ ତ ବିଶ୍ୱପିତା, ଏ ସାରା ସୃଷ୍ଟିର ସେ ସ୍ରଷ୍ଟା, କେମିତି ବା ନ ହୁଅନ୍ତା? ତେଣୁ ଶ୍ରୀ ଶ୍ରୀ ଠାକୁରଙ୍କର ଏଇସବୁ ଲୀଳା ସବୁ ଆମେମାନେ ଶୁଣିଲେ, ଜାଣିଲେ ଆମମାନଙ୍କର ଜୀବନର ବହୁ କିଛି ପରିବର୍ତ୍ତନ ହେଇଯିବ। କେମିତି ନା, ତାଙ୍କୁ ଭଲ ପାଇବା ପାଇଁ। ତାଙ୍କୁ ତ ଭଲ ପାଇଲେ ଆମର ତ ମଙ୍ଗଳ ହୁଏ। ଆଉ ତାଙ୍କୁ ଜାଣିବା ପାଇଁ, ତାଙ୍କୁ ଭଲ ପାଇବା ପାଇଁ ତାଙ୍କର ଏଇସବୁ ଲୀଳା ପ୍ରତ୍ୟେକ ଦିନ ଆମେ ଶୁଣିବା, ପଢ଼ିବା, ତେବେ ଯାଇ ଆମର ମଙ୍ଗଳ ହେବ। ରହୁଛି, ଜୟ ଗୁରୁ।